ପ୍ରିୟ ସାଥୀ, ସମସ୍ତଙ୍କୁ ମଧ୍ୟାହ୍ନର ଭଲ ପାଇବା ଆଉ ଏକ ନିଆରା ଗଳ୍ପର ସମ୍ଭାର ନେଇ ମୁଁ ଡକ୍ଟର ସମୀର କୁମାର ଭୋଇ ଆପଣମାନଙ୍କ ଆଗରେ ଉପସ୍ଥିତ। ମୋର 100 ଶବ୍ଦ ଗଳ୍ପ ଶୃଙ୍ଖଳାର ଏହି ଗଳ୍ପଟିର ଶୀର୍ଷକ ଶେଷ ଦାଉ। ଆଜିର ଯୁବପିଢ଼ି ପାଇଁ ଏହା ଏକ ସୂକ୍ଷ୍ମ କିନ୍ତୁ ଗଭୀର ସତର୍କ ସନ୍ଦେଶ। ଯେଉଁଠି ଚମକଦାର ସ୍କ୍ରିନ୍ ସହଜ ସଫଳତା ଓ ଧନର ସ୍ୱପ୍ନ ଦେଖାଏ, କିନ୍ତୁ ଅଜାଣତରେ ଶାନ୍ତି, ସଞ୍ଚୟ, ନିଦ ଓ ନିଶ୍ଚିନ୍ତତାକୁ ଧୀରେ ଧୀରେ ଛଡ଼ାଇ ନିଏ। ଏହାରି ଉପରେ ପର୍ଯ୍ୟବେସିତ ମୋର ଏହି 100 ଶବ୍ଦ ବିଶିଷ୍ଟ ଗଳ୍ପଟି। ଆଉ ଡେରି କାହିଁକି, ଆସନ୍ତୁ ନା ଶୁଣିବା ଗଳ୍ପର ଶୀର୍ଷକ ଶେଷ ଦାଉ। ରୋହିତ ଭାବୁଥିଲା, ମୋବାଇଲ ବୋଧହୁଏ ମାୟା ଜାଣେ। ଗୋଟିଏ କ୍ଲିକ୍, ଗୋଟିଏ ଘୂର୍ଣ୍ଣନ, ଗୋଟିଏ ମ୍ୟାଚ୍, ଟଙ୍କା ଆସିଲା। ହୃଦୟ ନାଚି ଉଠିଲା। ଆନନ୍ଦରେ ବିଭୋର ହେଲା ରୋହିତ। ଆଶା ଜମାଟ ବାନ୍ଧିଲା। ପ୍ରଥମ ଜିତିବାର ମଧୁର ସ୍ୱାଦ ଥିଲା। ଶ୍ରମ ବିନା ସଫଳତାର ଅଫୁରନ୍ତ ଆନନ୍ଦ। ସେ ପୁଣି ଖେଳିଲା, ଆଉ ପୁଣି ଖେଳି ଚାଲିଲା ଟଙ୍କା ମିଳିବା ମୋହମାୟାରେ। କିନ୍ତୁ ଆସିଲା ହାର। ଆଶା କାନରେ କହି ଚାଲିଲା, ଆଗାମୀ ରାଉଣ୍ଡରେ ସବୁ ଫେରି ଆସିବ। ଧୀରେ ଧୀରେ ସଞ୍ଚୟ ଶୂନ୍ୟ ହେଲା। ପରେ ବେତନ ହରାଇଲା। ତାପରେ ଉଦ୍ଧାର ନେଇଥିବା ଭରସା ମଧ୍ୟ ଭାଙ୍ଗିଗଲା। ବିଜୟ ସଙ୍ଗୀତର ସ୍ଥାନ ନେଲା EMI ମେସେଜ। ରାତି ଲମ୍ବା ହେଲା, ହସ ଫିକା ପଡ଼ିଗଲା। ଆନନ୍ଦ ବିଷାଦରେ ପରିଣତ ହେଲା। ଋଣ ଧୀରେ ଧୀରେ ଗଭୀର ହେବାରେ ଲାଗିଲା। ଗୋଟିଏ ସକାଳେ ସ୍କ୍ରିନ୍ ନୀରବ ହେଲା, କିନ୍ତୁ ଋଣ ନୀରବ ହେଲା ନାହିଁ। ରୋହିତ ଡେରିରେ ବୁଝିଲା, ଖେଳ ସମାପ୍ତ ହୁଏ, କିନ୍ତୁ ଋଣ ସମାପ୍ତ ହୁଏନି। ଜୀବନକୁ ବୁଦ୍ଧିରେ ଖେଳ, ଭବିଷ୍ୟତକୁ ଜୁଆ ଖେଳି ହାରିବା ବୋକାମି ବ୍ୟତୀତ କ'ଣ ଆଉ ହୋଇପାରେ? ଧନ୍ୟବାଦ ଆପଣମାନଙ୍କୁ ସମସ୍ତଙ୍କୁ। ପୁଣି ଥରେ ଏକ ନୂଆ ଗଳ୍ପର ସମ୍ଭାର ନେଇ ଆପଣମାନଙ୍କ ଆଗରେ ମୁଁ ଉପସ୍ଥିତ ହେବି। ଆପଣମାନଙ୍କୁ ଅନୁରୋଧ କରିବି, ଆପଣମାନେ ଆପଣମାନଙ୍କର ନିଜସ୍ୱ ମତାମତ ରଖିବେ ଏହି ଗଳ୍ପଟିକୁ ଶୁଣିଲା ପରେ। ଧନ୍ୟବାଦ। ଜୟ ଜଗନ୍ନାଥ।